ମାମା ଅନିତା କହିଲେ ଆଜି କଦଳୀ ଚିଲ୍ଲି ବନେଇବା। ଅନିତା କଦଳୀ କାଟୁଛନ୍ତି, ମାମା କଣ କରୁଛନ୍ତି ଦେଖି। ମାମା କଣ କରୁଛୁ? ଚିଲ୍ଲି ବନେଇବା ପାଇଁ ପ୍ରିପାରେସନ୍ କରିଛି। ବେସନ, କର୍ଣ୍ଣଫ୍ଲାୱାର, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଦେଇକି ପାଣି ପକେଇକି ଫେଣ୍ଟିବା ଆଉ। ମାମା ଏଇ ମସଲା ପକେଇକି ରେଡ଼ି କରିଦେଲା। ରେଡ଼ି କରିକି ହାତରେ ଫେଣ୍ଟିଲେ। ଫେଣ୍ଟିକି ଏଇଠୁ ମୁଁ କଲା ପରେ ତାପରେ କଣ କରୁଛନ୍ତି ଦେଖିବା। ତାପରେ ଆଣିକି କଦଳୀ ପକେଇଦେଲେ। କଦଳୀ ପକେଇ ଦେଇକି ତେଲ କରେଇରେ ବସେଇଛନ୍ତି। ତେଲ ବି ଗରମ ଅଛି। ତାପରେ କଦଳୀକି ସେ ବେସନ ସହିତ ମିଶେଇ ପକୁଡ଼ା ହେଇତେ କେତେ ସମୟ ଲାଗିବ ମାମା? 5 ମିନିଟ୍। 5 ମିନିଟ୍ ପରେ ମାମା କଦଳୀ ପକୋଡ଼ା ରେଡ଼ି କରିସାରିଲେଣି। ଆଉ କିଛି ସମୟ ପରେ ହେଇଯିବ। ନେକ୍ସଟ ଭିଡ଼ିଓକୁ ଆଗକୁ ଆଣିବି କେମିତି କଣ କଲେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।